ଆସିଲା ସୁଭଦ୍ରା ଯୋଜନାର କିସ୍ତି। ଏନେଇ ବଡ଼ ଘୋଷଣା କରିଛନ୍ତି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥର 5,000 ନୁହେଁ 10,000 ଟଙ୍କା। ତେବେ ଦର୍ଶନ୍ତୁ କ'ଣ ରହିଛି ଏ ନୂଆ ଅପଡେଟ୍ଟି ତାହା ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଦେଖିବେ। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଚ୍ୟାନେଲକୁ ନୂଆ କରି ଆସିଥିଲେ ଗୋଟେ ଲାଇକ୍ ସହିତ ସବସ୍କ୍ରାଇବ୍ କରି ମଧ୍ୟ ରଖିଦିଅନ୍ତୁ। ତେବେ ସାମ୍ନାକୁ ଆସିଲା ନୂଆ ତାରିଖ 18 ନୁହେଁ ଏହି ଦିନ ଖାତାକୁ ଆସିବ ସୁଭଦ୍ରା ଟଙ୍କା। ଜାଣନ୍ତୁ କାହାକୁ ମିଳିବ। ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ସୁଭଦ୍ରା ଟଙ୍କା। ଏକାଥରକେ 2ଟି କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର। ତେବେ ଦର୍ଶନ୍ତୁ ଯେଉଁମାନଙ୍କୁ 18 ତାରିଖ ଦିନ ମିଳିନାହିଁ ସେମାନଙ୍କୁ 22 ତାରିଖରେ 2ଟି କିସ୍ତିରେ ସୁଭଦ୍ରା ଯୋଜନା 10,000 ଟଙ୍କା ମିଳିବ। ଖୁସିର କଥା ଯେ ବାଦ ପଡ଼ିଥିବା ହିତାଧିକାରୀ ବି ଏଥିରେ ଲାଭବାନ ହେବେ। ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ପ୍ରଥମ କରି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳା ଓ କୌଣସି କାରଣରୁ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳାମାନଙ୍କୁ ଏହି ଟଙ୍କା ମିଳିବ। ରାଜ୍ୟର ବିକାଶ ପାଇଁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିକାଶମୁଖୀ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ଗୋଟିଏ। ତେବେ ଏହି ଯୋଜନାରେ ପ୍ରତିବର୍ଷ 10,000 ଲେଖାଏଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା 3ଟି କିସ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର, କିନ୍ତୁ କୌଣସି ନା କୌଣସି କାରଣ ପାଇଁ ପ୍ରତି କିସ୍ତିରେ କିଛି ମହିଳା ବଞ୍ଚିତ ହେଉଛନ୍ତି। ସେହି ମହିଳାମାନଙ୍କୁ ଆସନ୍ତା ସପ୍ତାହରେ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର। ଏହି କ୍ରମରେ ଚଳିତ ଥର ମୋଟ 4,57,681 ଜଣଙ୍କୁ ମିଳିବ ସୁଭଦ୍ରା ଅର୍ଥ। ଏହି ତାଲିକାରେ ପ୍ରଥମ କରି ସୁଭଦ୍ରାରେ ସାମିଲ ହୋଇଥିବା 1,78,000 ହିତାଧିକାରୀ ଓ ଆବେଦନ କରି ବଞ୍ଚିତ ହୋଇଥିବା ପ୍ରାୟ 2,80,000 ହିତାଧିକାରୀ ସାମିଲ ଅଛନ୍ତି। ତେବେ ଦର୍ଶନ୍ତୁ ନୂଆ ପଞ୍ଜୀକରଣ କରିଥିବା 1,78,398 ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି ଅର୍ଥ। ତୃତୀୟ କିସ୍ତି ପାଇଥିଲେ ବି ଟେକ୍ନିକାଲ ସମସ୍ୟା ପାଇଁ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା 2,55,265 ଜଣଙ୍କୁ ସାମିଲ ମଧ୍ୟ କରାଯାଇଛି। ସେଥିପାଇଁ ସେମାନଙ୍କୁ ଏକା ସାଙ୍ଗରେ 2ଟି କିସ୍ତି ମିଳିବ। ସେହିପରି ଅଭିଯୋଗ ଶୁଣାଣିରେ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି। ମୋଟ 250 କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ।